ପିଲାମାନେ ଆଜି ଆମେ ଦ୍ୱିତୀୟ ଭାଗ ହସ ଖେଳ ବହିର ପାଠ 21 ପଳା ପଳା ପୃଥିବୀ ଫାଟିଲା ଗପଟିକୁ ଭଲ ଭାବରେ ପଢିବା ଏବଂ ବୁଝିବା। ତା ପୂର୍ବରୁ ପିଲାମାନେ ଯଦି ତମେ ମୋ ଚ୍ୟାନେଲରେ ନୂଆ ଅଛ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହା ଫଳରେ ଘରେ ବସି ନୂଆ ନୂଆ ଭିଡିଓ ଗୁଡ଼ିକ ଦେଖିପାରିବ। ଚାଲ ପିଲାମାନେ ଗପଟିକୁ ପଢିବା ଏବଂ ତାପରେ ବୁଝିବା। ଦେଖିବା ଗପଟିର ନାଁ କ'ଣ? ନା ପଳା ପଳା ପୃଥିବୀ ଫାଟିଲା। କ'ଣ ହେଲା? ନା ପୃଥିବୀ ଫାଟିଲା। ଦେଖିବା ଏବଂ ବୁଝିବା କ'ଣ ହେଇଛି, କେମିତି ପୃଥିବୀ ଫାଟିଲା, କ'ଣ ହେଲା। ପ୍ରଥମେ ଆମେ ପଢି ନେବା ଭଲ ଭାବରେ, ତାପରେ ବୁଝିବା। ଶୃଗାଳଟିଏ ବଣରେ ବୁଲୁଥିଲା। ବେଲଗଛ ଦେଇ ଗଲାବେଳେ ପଛରୁ ଜୋରରେ ଶୁଭିଲା ଠୋ। ଶୃଗାଳ ଏକମୁହାଁ ହୋଇ ଦୌଡ଼ିଲା। ବାଟରେ ଠେକୁଆ ପଚାରିଲା, କ'ଣ ହେଲା? ପଳା ପଳା ପୃଥିବୀ ଫାଟିଗଲା। ଆଗ ପଛ ହୋଇ ଦୁହେଁ ଦୌଡ଼ିଲେ। ମୃଗ ପଚାରିଲା, କ'ଣ ହେଲା? ପଳା ପଳା ପୃଥିବୀ ଫାଟିଗଲା। ବାଟଯାକ ଯିଏ ଯାହାକୁ ଦେଖିଲା କହିଲା, ପଳା ପଳା ପୃଥିବୀ ଫାଟିଗଲା। ବଣରୁ ସବୁ ଜୀବ ଦୌଡ଼ୁଥିବାର ଦେଖି ସିଂହରାଜା ପଚାରିଲେ, କ'ଣ ହେଲା? ସଭିଏଁ କହିଲେ, ପୃଥିବୀ ଫାଟିଗଲା। ସିଂହରାଜା ବୁଝି ଜାଣିଲେ କଥାଟି ଶୃଗାଳ କହିଛି। ରାଜାଙ୍କ ସହିତ ଯିବା ପାଇଁ କେହି ରାଜି ହେଲେ ନାହିଁ। ରାଜାଙ୍କ ସହ ହାତୀ ଶୃଗାଳକୁ ଧରି ବେଲଗଛ ପାଖକୁ ଗଲେ। ଦେଖିଲେ ବେଲଟାଏ ଦୁଇ ଫାଳ ହୋଇ ପଡ଼ିଛି। ଏବେ ପିଲାମାନେ ଆମେ ଗପଟିକୁ ଭଲ ଭାବରେ ବୁଝିବା। ଶୃଗାଳଟିଏ ବଣରେ ବୁଲୁଥିଲା। କିଏ ବଣରେ ବୁଲୁଥିଲା ପିଲାମାନେ? ଶୃଗାଳ। ବେଲଗଛ ଦେଇ ଗଲାବେଳେ ପଛରୁ ଜୋରରେ ଶୁଭିଲା ଠୋ। ଶୃଗାଳ ଯେତେବେଳେ ବଣରେ ବୁଲୁଥିଲା ସେତେବେଳେ ସେ କ'ଣ ହେଲା? ନା ବେଲଗଛ ଦେଇ ଶୃଗାଳ ଯାଉଥିଲା। ସେତେବେଳେ କ'ଣ ହେଲା? ନା ପଛରୁ ଶୁଭିଲା ଠୋ। ଶୃଗାଳ ଏକମୁହାଁ ହୋଇ ଦୌଡ଼ିଲା। ଶୃଗାଳ କ'ଣ କଲା? ନା ସେ ଏକମୁହାଁ ହେଇକି ଦୌଡ଼ିଲା। ଆଚ୍ଛା କହିଲ ପିଲାମାନେ, ସେ କାହିଁକି ଦୌଡ଼ିଲା? ସେ କ'ଣ ହେଲା? ନା ଯେହେତୁ ସେ ଡରି ଯାଇଥିବ, ପଛରୁ ଯେହେତୁ ଠୋ ଆବାଜ ଶୁଭିଲା, ସେଥିପାଇଁ ସେ କ'ଣ ଡରିକି ଏକମୁହାଁ ହେଇକି ଦୌଡ଼ିଲା। ବାଟରେ ଠେକୁଆ ପଚାରିଲା, କ'ଣ ହେଲା? ବାଟରେ କ'ଣ ହେଲା? ନା ଠେକୁଆ କ'ଣ ଶୃଗାଳକୁ ଯେତେବେଳେ ସେ ଦୌଡ଼ିବାର ଦେଖିଲା, ଠେକୁଆ ସେତେବେଳେ ଶୃଗାଳକୁ ପଚାରିଲା, କ'ଣ ହେଲା? ପିଲାମାନେ ଏଇଠି ତମେ ଦେଖିପାରୁଛ କି ନାଇଁ ଛବି? ଏଇଠି ଗୋଟିଏ କ'ଣ? ଏଟା ଗୋଟିଏ ବଣର ଚିତ୍ର। ଏଇ ବଣରେ ଶୃଗାଳ କ'ଣ କରୁଛି? ଏଇ ଦେଖିପାରୁଛ ତମମାନେ ଶୃଗାଳକୁ? ଶୃଗାଳ ଏଠି ବୁଲୁଥିଲା। ସେ କ'ଣ କରୁଥିଲା ଆଉ? ନା ବେଲଗଛ ପିଲାମାନେ ଏଇଠି ତମେ ଦେଖୁଛ ଧାଡ଼ି ହେଇକି ବେଲଗଛ ସବୁ ଅଛି। ଏଠି ଦେଖିପାରୁଛ କି ନାଇଁ ପିଲାମାନେ? ଗଛରେ ସବୁ ଏଠି କ'ଣ? ବେଲ ହେଇଛି। ସେ କ'ଣ କରୁଥିଲା? ନା ବେଲଗଛ ଦେଇ ଯେତେବେଳେ ଯାଉଥିଲା ସେତେବେଳେ ପଛରେ ଠୋ କିନା ଆବାଜ ହେଲା। ସେତେବେଳେ ଶୃଗାଳ କ'ଣ କଲା? ନା ଡରି ଯାଇ ଏକମୁହାଁ ହେଇକି ଏଠି ପିଲାମାନେ ଦେଖୁଛ ଏକମୁହାଁ ହେଇକି ସେ କ'ଣ ହେଲା? ନା ଦୌଡ଼ିଲା। ବାଟରେ ଠେକୁଆ ପଚାରିଲା। ଏଠି ଦେଖ ପିଲାମାନେ, ଏଠି ଠେକୁଆକୁ ଦେଖିପାରୁଛ କି ନାଇଁ? ଠେକୁଆ କ'ଣ ପଚାରିଲା? ନା କ'ଣ ହେଲା? ଏବେ ଦେଖିବା ପିଲାମାନେ, ପଢିବା କ'ଣ ହେଲା। ପଳା ପଳା ପୃଥିବୀ ଫାଟିଗଲା। ସେଠୁ ଠେକୁଆ ପଚାରିବାରୁ ଶୃଗାଳଟି ଉତ୍ତର କ'ଣ ଦେଲା? ନା ପଳା ପଳା ପୃଥିବୀ ଫାଟିଗଲା। ଆଗ ପଛ ହୋଇ ଦୁହେଁ ଦୌଡ଼ିଲେ। ଯେତେବେଳେ ଶୃଗାଳ ମୁହଁରୁ କ'ଣ ଠେକୁଆଟି ଶୁଣିଛି କ'ଣ ପଳା ପଳା ପୃଥିବୀ ଫାଟିଗଲା, ସେତେବେଳେ ସେମାନେ ଦୁହେଁ କ'ଣ କଲେ? ନା ଆଗ ପଛ ହୋଇକି ଦୌଡ଼ିଲେ। ଏଠି ପିଲାମାନେ ତମମାନେ ଦେଖିପାରୁଛ କି ନାଇଁ? ଦୁଇ ଜଣ କ'ଣ କରୁଛନ୍ତି? ନା ଆଗ ପଛ ହୋଇକି ଦୌଡ଼ୁଛନ୍ତି। ପୁଣି ମୃଗ ପଚାରିଲା, କ'ଣ ହେଲା? ମୃଗମାନେ କ'ଣ ପିଲାମାନେ? କହିଲେ ଦେଖି। ମୃଗମାନେ ହେଉଛି ହରିଣ। ହରିଣ ପଚାରିଲା, କ'ଣ ହେଲା? ପଳା ପଳା ପୃଥିବୀ ଫାଟିଗଲା। ସେମାନେ ଦୁଇ ଜଣ ହରିଣକୁ ମଧ୍ୟ କହିଲେ, ନା କ'ଣ ହେଲା? ନା ପଳା ପଳା ପୃଥିବୀ ଫାଟିଗଲା। କ'ଣ ତୁମେ ବି ମଧ୍ୟ ପଳାଅ, ପୃଥିବୀ ଫାଟିଗଲା। ବାଟଯାକ ଯିଏ ଯାହାକୁ ଦେଖିଲା କହିଲା, ପଳା ପଳା ପୃଥିବୀ ଫାଟିଗଲା। ଏମାନେ ଦୁଇ ଜଣ ଯେତେବେଳେ ଦୌଡ଼ିଛନ୍ତି ସେତେବେଳେ କ'ଣ ହେଇଛି? ଆଉ ଯୋଉ ପଶୁମାନେ ତାଙ୍କୁ ଦେଖିଛନ୍ତି ପଚାରିଛନ୍ତି, କାହିଁକି ଦୌଡ଼ିଛ? ସେମାନେ ଦୁଇ ଜଣ କ'ଣ କହିଛନ୍ତି? ନା ତୁମେ ମଧ୍ୟ ପଳେଇ ଯାଅ, ପୃଥିବୀ ଫାଟିଗଲା। ଏଠି ପିଲାମାନେ ଦେଖ,
ଏଠି ଜଙ୍ଗଲରେ କ'ଣ ଶୃଗାଳ ଯେତେବେଳେ କ'ଣ ଜଙ୍ଗଲରେ ବୁଲିଛି ବଣରେ, ସେତେବେଳେ କ'ଣ ହେଇଛି ନା ବେଲ ଗଛ ଦେଇ ସେ ଯାଇଛି। ସେତେବେଳେ କ'ଣ ହେଇଛି ନା ପଛରୁ ଯେତେବେଳେ ଠୋ ଆବାଜ ଶୁଭିଛି, ସେତେବେଳେ ଶୃଗାଳ କ'ଣ କରିଛି ନା ଏକ ମୁହାଁ ହେଇକି ଦୌଡ଼ିଛି। ସେତେବେଳେ ଠେକୁଆ ମଧ୍ୟ ଶୃଗାଳକୁ ତା ଦୌଡ଼ିବାର କାରଣ ପଚାରିଛି। ସେତେବେଳେ ଶୃଗାଳ କ'ଣ କହିଛି ନା ପଳେଇ ଚାଲେ, କ'ଣ ପୃଥିବୀ ଫାଟିଗଲା। ସେଠୁ ଶୃଗାଳ ମଧ୍ୟ ତା ସହିତ ଡରିକି କ'ଣ କରିଛି ନା ଆଗ ପଛ ହେଇକି 2 ଜଣ ଯାକ ସେଠୁ ଦୌଡ଼ିକି ପଳେଇ ଯାଇଛନ୍ତି। ସେଠି ପୁଣି ବାଟରେ କିଏ ପଚାରିଛି ସେ 2 ଜଣକୁ ନା କିଏ ହରିଣ ମାନେ କିଏ ମୃଗ। ଏଠି ଯେହେତୁ ଲେଖା ହେଇଛି ମୃଗ ମାନେ ହେଉଛି ପିଲାମାନେ ହରିଣ। ହରିଣ ପଚାରିଛି ଦୌଡ଼ିବାର କାରଣ। ସେମାନେ 2 ଜଣ କ'ଣ ଉତ୍ତର ଦେଇଛନ୍ତି ନା ପଳା ପଳା ପୃଥିବୀ ଫାଟିଗଲା, ପଳେଇ ଚାଲେ ପୃଥିବୀ ଫାଟିଗଲା। ବାଟ ଯାକ ଯିଏ ଯାହାକୁ ଦେଖିଲା କହିଲା ପଳା ପଳା ପୃଥିବୀ ଫାଟିଗଲା। ବଣରୁ ସବୁ ଜୀବ ଦୌଡୁଥିବାର ଦେଖି ସିଂହ ରାଜା ପଚାରିଲେ କ'ଣ ହେଲା। ବଣରୁ ଯେତେବେଳେ କ'ଣ ହେଲା ନା ସବୁ ଜୀବ ଦୌଡୁଥିବାର ଦେଖିଲେ। କିଏ ଦେଖିଲେ ନା ସିଂହ ରାଜା। ସିଂହ ରାଜା ଏଠି କାହିଁକି ଲେଖା ହେଇଛି ପିଲାମାନେ? ଜଙ୍ଗଲର ରାଜା କିଏ ନା ସିଂହ। ଯେହେତୁ ଜଙ୍ଗଲର ରାଜା ସିଂହ, ଏଠି କ'ଣ ସେଥିପାଇଁ କ'ଣ ଲେଖା ହେଇଛି ନା ସିଂହ ରାଜା। ସିଂହ ରାଜା ପଚାରିଲେ କ'ଣ ହେଲା। ଯେତେବେଳେ ସବୁ ପଶୁମାନେ ଦୌଡ଼ିଛନ୍ତି, ସେତେବେଳେ ରାଜା କ'ଣ କରିଛନ୍ତି ନା ଆଶ୍ଚର୍ଯ୍ୟ ହୋଇକି ସମସ୍ତଙ୍କୁ ପଚାରିଛନ୍ତି କ'ଣ ହେଲା। ସଭିଏ କହିଲେ ପୃଥିବୀ ଫାଟିଗଲା। ସଭିଏ କ'ଣ କହିଲେ ନା ପୃଥିବୀ ଫାଟିଗଲା। ସିଂହ ରାଜା ବୁଝି ଜାଣିଲେ କଥାଟି ଶୃଗାଳ କହିଛି। ସିଂହ ରାଜା ସମସ୍ତଙ୍କୁ ପଚାରିଲେ। ସମସ୍ତେ ଯେତେବେଳେ ଦୌଡୁଛନ୍ତି, ସିଂହ ରାଜା ସେଠୁ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ସେଠୁ ସେ କ'ଣ କରିଛନ୍ତି ନା ବୁଝିବାକୁ ଜାଣିବାକୁ ଚେଷ୍ଟା କରିଛନ୍ତି କି ପ୍ରକୃତରେ କ'ଣ ହେଇଛି। ଯେତେବେଳେ ସେ ଜାଣିବାକୁ ପାଇଲେ କ'ଣ ନା ଏହି କଥାଟି କିଏ କହିଛି ନା ଶୃଗାଳ କହିଛି। ରାଜାଙ୍କ ସହିତ ଯିବା ପାଇଁ କେହି ରାଜି ହେଲେ ନାହିଁ। ରାଜା ଯେତେବେଳେ ସିଂହ ରାଜା ଶୁଣିଲେ ପୃଥିବୀ ଫାଟିଗଲା, ସେ କ'ଣ କଲେ ନା ସେତେବେଳେ ସେ କ'ଣ କଲେ ନା ସେ ଯିବା ପାଇଁ ବାହାରିଲେ। କେଉଁଠି ପୃଥିବୀ ଫାଟିଛି କ'ଣ କରିଛି ସେ କ'ଣ କଲେ ନା ବାହାରିଲେ। ସେତେବେଳେ ସିଂହ ରାଜା କ'ଣ କଲେ ନା ଯେତେବେଳେ ସେ ଯିବେ ସାଙ୍ଗରେ ସେ ସମସ୍ତଙ୍କୁ ନେଇକି ଯିବେ ନା ନାହିଁ ସେଠିକି। ସେତେବେଳେ କେହି ରାଜି ହେଲେ ନାହିଁ, ଯେହେତୁ ସମସ୍ତେ ଡରି ଯାଇଛନ୍ତି ଶବ୍ଦ ଶୁଣିକି। ସେଥିପାଇଁ କ'ଣ ହେଲା ନା ରାଜାଙ୍କ ସାଙ୍ଗରେ ଯିବା ପାଇଁ କେହି ରାଜି ହେଲେ ନାହିଁ। ପିଲାମାନେ ଯେତେବେଳେ କ'ଣ ବାଣ ଫୁଟେ ତମେ ମାନେ ଡରି ଯାଉ କି ନାହିଁ, ଦୌଡ଼ିକି ସେ ଜାଗା ଛାଡ଼ିକି ପଳେଇ ଯାଅ। ସେଇଭଳି ଭାବରେ ଏଠି କ'ଣ ହେଇଛି ନା ଯେତେବେଳେ ସମସ୍ତେ କ'ଣ ବେଲଗଛ ପାଖରେ ସମସ୍ତେ ଗୋଟିଏ ଠୋ କିନା ଶବ୍ଦ ଶୁଣିଛନ୍ତି, ସେତେବେଳେ କ'ଣ ହେଇଛି ନା ସମସ୍ତେ ଦୌଡ଼ିକି ପଶୁମାନେ ପଳେଇ ଯାଇଛନ୍ତି। ଏଠି ପିଲାମାନେ ଜଙ୍ଗଲ ଦେଖୁଛ ତମମାନେ, ଏଠି ସବୁ ପଶୁମାନେ କ'ଣ କରୁଛନ୍ତି ନା ଦୌଡ଼ିକି ପଳଉଛନ୍ତି। ଏଠି ସିଂହ ରାଜା ଅଛନ୍ତି, ସିଂହ ରାଜା ସାଙ୍ଗରେ କେହି ଯାଉନାହାନ୍ତି। ଏଠି ଦେଖୁଛ ପିଲାମାନେ, ଏଠି ହରିଣ ଆଉ ଶୃଗାଳ ଆଉ କିଏ ନା ଠେକୁଆ ଆଉ ହନୁ ସମସ୍ତେ କ'ଣ କରୁଛନ୍ତି ନା ଡରିକି ପଳେଇ ଯାଉଛନ୍ତି। ଆଉ ସିଂହ ରାଜାଙ୍କ ସାଙ୍ଗରେ କେହି ଯିବାକୁ ରାଜି ହେଉନାହାନ୍ତି। ଏଠି ଦେଖିବା ତାପରେ କ'ଣ ହେଲା। ରାଜାଙ୍କ ସହ ହାତୀ ଶୃଗାଳକୁ ଧରି ବେଲଗଛ ପାଖକୁ ଗଲେ। ରାଜା କ'ଣ କଲେ? ରାଜା କିଏ ନା ସିଂହ ରାଜା। ରାଜା ସେଠୁ କ'ଣ କଲେ ନା ସାଙ୍ଗରେ ହାତୀ ଆଉ ଶୃଗାଳକୁ ଧରି ବେଲଗଛ ପାଖକୁ ଗଲେ। ଦେଖିଲେ ବେଲଟାଏ 2 ଫାଳ ହୋଇ ପଡ଼ିଛି। ସେତେବେଳେ କ'ଣ ହେଲା ନା ଯେହେତୁ ଜଙ୍ଗଲର ରାଜା ସିଂହ, ସେ ସେଠୁ କ'ଣ ହେଇଛି ନା ସବୁ ପଶୁମାନେ ଯେତେବେଳେ ଭୟଭୀତ ହୋଇକି ଦୌଡ଼ି ପଳେଇ ଯାଉଛନ୍ତି, ସେତେବେଳେ କ'ଣ ସିଂହ ରାଜା ତାଙ୍କ ଦୌଡ଼ି ଯିବାର କାରଣ ପଚାରିକି ସମସ୍ତଙ୍କୁ ବୁଝିଛନ୍ତି। ସେମାନେ କାହିଁକି ଦୌଡ଼ିକି ପଳାଉଛନ୍ତି, ଯେହେତୁ ସେ ଜଙ୍ଗଲର ରାଜା ସବୁ କଥା ବୁଝିବେ କି ନାହିଁ। ସେଠୁ ସେ କ'ଣ କରିଛନ୍ତି ନା ସମସ୍ତଙ୍କୁ ପଚାରିକି ବୁଝିଛନ୍ତି କ'ଣ ହେଇଛି, ସମସ୍ତେ କାହିଁକି ଜଙ୍ଗଲରୁ ପଳାଉଛନ୍ତି ଦୌଡ଼ିକି। ସେଇଠି ସମସ୍ତେ ଉତ୍ତର ଦେଇଛନ୍ତି କ'ଣ ନା ପଳା ପଳା ପୃଥିବୀ ଫାଟିଗଲା। ସେମାନେ କ'ଣ ଯେତେବେଳେ ଗଛରୁ ବେଲଟିଏ ପଡ଼ିଛି, ସେମାନେ କ'ଣ କରିଛନ୍ତି ନା ପୃଥିବୀ ଫାଟିଗଲା ବୋଲି ସମସ୍ତେ ଭାବି ଡରି ଯାଇଛନ୍ତି। ସେତେବେଳେ କ'ଣ ହେଇଛି, ରାଜା ହାତୀ ଆଉ ଶୃଗାଳକୁ ଧରିକି ସେ ବେଲଗଛ ପାଖକୁ ଯାଇଛନ୍ତି। ଦେଖିଲେ ସେତେବେଳେ ବେଲଗଛ ମୂଳରେ କ'ଣ ହେଇଛି ନା ଗୋଟିଏ ବେଲଟିଏ ପଡ଼ି 2 ଫାଳ ହୋଇଯାଇଛି। ଏଠି ପିଲାମାନେ ଦେଖୁଛ ତମେ ଜଙ୍ଗଲ ପାଖରେ କ'ଣ ଜଙ୍ଗଲରେ ଗୋଟିଏ ବେଲଗଛ ଅଛି। ଏଠି ସିଂହ ରାଜା କ'ଣ ନା ଶୃଗାଳ ଆଉ ହାତୀକି ସାଙ୍ଗରେ ନେଇକି ଯାଇଛନ୍ତି। କେଉଁଠାକୁ ଯାଇଛନ୍ତି ନା ବେଲଗଛ ପାଖକୁ ଯାଇଛନ୍ତି। ସେଠି କ'ଣ ହେଇଛି ନା ଗୋଟିଏ ବେଲ ପଡ଼ି
ଦୁଇ ଫାଳ ହୋଇଯାଇଛି। ଏଠି ସେ ଠେକୁଆ ମଧ୍ୟ ଅଛି। ଏହି ବେଲ ଫାଟିବାର ଶବ୍ଦ ଶୁଣି ସମସ୍ତେ କ'ଣ ଭାବିଲେ? ନା ପଳା ପଳା ପୃଥିବୀ ଫାଟିଗଲା। ପୃଥିବୀ ଫାଟିଗଲା ଭାବି ସେମାନେ କ'ଣ କଲେ? ନା ଭୟଭୀତ ହୋଇ ସମସ୍ତେ କ'ଣ କଲେ? ନା ଦୌଡ଼ିବାକୁ ଲାଗିଲେ। ତାପରେ ସିଂହରାଜା ଏହାର କାରଣ ଜାଣିବାକୁ ଚାହିଁଲେ। ବେଲଗଛ ପାଖକୁ ଆସିକି ଦେଖିଲେ କ'ଣ ହେଇଛି? ନା ବେଲ ଫାଟି ଯାଇଛି। ଏହି ବେଲର କ'ଣ ଫାଟିଯିବାର ଶବ୍ଦକୁ ଶୁଣି ସମସ୍ତେ ଭୟଭୀତ ହୋଇ ଦୌଡ଼ିଛନ୍ତି। ପିଲାମାନେ, ତମମାନେ ଗପଟିକୁ ଭଲ ଭାବରେ ବୁଝିପାରିଲ କି ନାହିଁ? ଯଦି ତମେ ବୁଝିଛ ତାହେଲେ ମୁଁ ତମକୁ କିଛି ପ୍ରଶ୍ନ ପଚାରିବି, ତମେ ତାହାର ଉତ୍ତର ଦେବ। ଆଚ୍ଛା ପିଲାମାନେ, କହିଲ ଦେଖି, କିଏ ବଣରେ ବୁଲୁଥିଲା? କହିଲ କିଏ ବଣରେ ବୁଲୁଥିଲା? ନା ଶୃଗାଳଟି ବଣରେ ବୁଲୁଥିଲା। କ୍ୱେଶ୍ଚନ ନମ୍ବର 2, କିଏ ଏକ ମୁହାଁ ହୋଇ ଦୌଡ଼ିଲା? କିଏ ପିଲାମାନେ ଏକ ମୁହାଁ ହୋଇ ଦୌଡ଼ିଲା? କିଏ ଦୌଡ଼ିଲା? ନା ଶୃଗାଳ। ବେଲ ଫାଟିଯିବାର ଶବ୍ଦ ଶୁଣି ଏକ ମୁହାଁ ହୋଇ ଦୌଡ଼ିଲା ନା ନାହିଁ? ତମମାନେ ଉତ୍ତର କ'ଣ ଦେବ? ନା ଶୃଗାଳ ଏକ ମୁହାଁ ହୋଇ ଦୌଡ଼ିଲା। କ୍ୱେଶ୍ଚନ ନମ୍ବର 3, କ'ଣ ଫାଟିଛି ବୋଲି ଶୃଗାଳ ଠେକୁଆକୁ କହିଲା? କ'ଣ ଫାଟିଛି ବୋଲି ଶୃଗାଳଟି ଠେକୁଆକୁ କହିଲା? ପିଲାମାନେ କୁହ ପିଲାମାନେ, କ'ଣ ଫାଟିଛି ବୋଲି? ନା ପୃଥିବୀ ଫାଟିଛି ବୋଲି ଶୃଗାଳ ଠେକୁଆକୁ କହିଲା। କ୍ୱେଶ୍ଚନ ନମ୍ବର 4, ବଣର ରାଜା କିଏ ପିଲାମାନେ? କହିଲ, ବଣର ରାଜା କିଏ? ବଣର ରାଜା ହେଉଛନ୍ତି ସିଂହ। ସେଥିପାଇଁ ସେ ସମସ୍ତ କ'ଣ ପଶୁମାନଙ୍କର ଦୌଡ଼ିବାର କାରଣ ପଚାରିଥିଲେ, ବୁଝିଥିଲେ କ'ଣ ହେଇଛି। କ୍ୱେଶ୍ଚନ ନମ୍ବର 5 ପିଲାମାନେ, ଶେଷରେ ହାତୀ କ'ଣ ଦେଖିଲା? ଶେଷରେ ହାତୀ ଦେଖିଲା କ'ଣ? ନା ବେଲ ଗଛ ମୂଳରେ ବେଲଟି ପଡ଼ିକି ଫାଟି ଯାଇଛି। ଏଇଭଳି ଭାବରେ ପିଲାମାନେ, ତମକୁ ଯଦି ସ୍କୁଲରେ ପଚରାଯିବ ତମମାନେ ଉତ୍ତର ଦେଇପାରିବ କି ନାହିଁ? ତମମାନେ ଏହିଭଳି ଭାବରେ ସୁନ୍ଦର ଭାବରେ ସବୁ ପ୍ରଶ୍ନର ଉତ୍ତର ଦେବ। ପିଲାମାନେ, ଯଦି ତମମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।